डॉक्टर बेहरा गोटेपटे अमेरिका उपराष्ट्रपति जेडी वांस गस्त एवं ये प्रथम ऑफिशियल गस्त कहुच्छी आलोचना द्विपाक्षिक आलोचना होती आपण केमती देखुंत एपटे प्रधानमंत्री नरेंद्र मोदी सऊदी अरब गस्त ये भारतर संपर्क को सऊदी अरब संपर्क आपण केमती देखुंत এটা অত্যন্ত গুরুত্বপূর্ণ কারণ 100 বিলিয়ন আমেরিকা ডলার সাউদি আরব নিবেশ করিব ভারতবর্ষরে এবং গ্রিন হাইড্রোলজি উপরে চুক্তি রাজিনামা হব প্রায় 12 ঊর্ধ্ব রাজিনামা ভারত সাউদি আরব মধ্যে হব এবং বিগত 40 বর্ষ পরে প্রথম থর পাই জেদা সহরକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଉଛନ୍ତି। ଜେଦା ହେଉଛି ଗେଟୱେ ଆମର ଆଗରୁ ବାଣିଜ୍ୟିକ ସମ୍ପର୍କ ଥିଲା ଐତିହାସିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ତା ସହିତ ହାଜ୍ ଯୋଉ ଯାତ୍ରୀ ଭାରତର କୋଟା ବଢି ଯାଇଛି ପ୍ରାୟ 1,75,000 ବର୍ତ୍ତମାନ ଯୋଉ କେତେ ଲୋକ ଯାଇପାରିବେନି ତା ପାଇଁ ମଧ୍ୟ ଭାରତର କୋଟା ବଢିବା ପାଇଁ ଭାରତ ସେଠି ଉଦ୍ୟମ କରିବ ସେଥିରେ ଏଗ୍ରିମେଣ୍ଟ ହବ। ତା ସହିତ ଡିଫେନ୍ସ କ୍ଷେତ୍ରରେ ସ୍ପେସ ଟେକ୍ନୋଲୋଜି କ୍ଷେତ୍ରରେ ଇନଫର୍ମେସନ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସାଉଦି ଆରବ ଭାରତ ମଧ୍ୟରେ ରାଜିନାମା ହବ। ତେଣୁ ଭାରତର ବାଣିଜ୍ୟିକ ଦୃଷ୍ଟିରୁ ଷ୍ଟ୍ରାଟେଜିକ ପଏଣ୍ଟ ଅଫ୍ ଦୃଷ୍ଟିରୁ ସାଉଦି ଆରବ ସହିତ ଯୋଉ ସମ୍ପର୍କ ଅତୀତରେ ଦୃଢ ହେଇଥିଲା ଆହୁରି ସୁଦୃଢ ହବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ। ପ୍ରଧାନମନ୍ତ୍ରୀ 3 ଥର ଯାଇଛନ୍ତି ତାଙ୍କୁ ସର୍ବାଧିକ ସିଭିଲିଆନ ଆୱାର୍ଡ ମଧ୍ୟ ସେଠି ମିଳିଛି। ତେଣୁ ସାଉଦି ଆରବ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଅତ୍ୟଧିକ ଗୁରୁତ୍ୱ ଦଉଛି 3ଟି ଦୃଷ୍ଟିକୋଣରୁ। ଗୋଟେ ହେଉଛି ଅର୍ଥନୈତିକ ଦୃଷ୍ଟିକୋଣରୁ ଆଉ ଗୋଟେ ହେଉଛି ଆମର ସାଉଦି ଆରବ ସହିତ ଯୋଉ ସମ୍ପର୍କ ଅଛି ତା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ସାଉଦି ଆରବ ସହିତ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଭଲ ତାଙ୍କର ରାଜା ଏବଂ ତାଙ୍କର ପ୍ରଧାନମନ୍ତ୍ରୀ। ତେଣୁ ସେଇଥିପାଇଁ ତାଙ୍କ ଗସ୍ତକୁ ସାଉଦି ଆରବ ଗୁରୁତ୍ୱ ଦଉଛି ଏବଂ ସେମାନେ ସ୍ୱାଗତ କରିବେ ରାଜକୀୟ ସ୍ୱାଗତ ଯାହାକୁ ଆମେ କହୁଛନ୍ତି। ତେଣୁ କୂଟନୈତିକ ସ୍ତରରେ ଇଏ ଗୋଟେ ନୂଆ ମାଇଲ ଖୁଣ୍ଟ ହବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏଥିରେ ସନ୍ଦେହ ନାହିଁ। ସେପଟରେ ଜେଡି ଭାନ୍ସ ଯୋଉ ଆସିଥିଲେ ତାଙ୍କ ସହିତ ବାଣିଜ୍ୟିକ ରାଜିନାମା ଚୁକ୍ତି ଏବଂ ଯୋଉଟା ଟାରିଫ ଯୁଦ୍ଧ ପୃଷ୍ଠଭୂମିରେ ହଉଛି ସେଥିରେ ଭାରତ କେମିତି ମ୍ୟାକ୍ସିମମ୍ ଗେନ୍ କରିବ ସେ ହାର୍ଡ ବାର୍ଗେନିଂ କରୁଛି କୂଟନୈତିକ ସ୍ତରରେ। ଏପଟେ ସାଉଦି ଆରବ ଗସ୍ତ ଇଏ ଭାରତକୁ ନିଶ୍ଚିତ ଭାବରେ ଅର୍ଥନୈତିକ ଦୃଷ୍ଟିରୁ ଲାଭବାନ ହବ ଫାଇଦା ମିଳିବ କାରଣ $100 ବିଲିୟନ ଇନଭେଷ୍ଟମେଣ୍ଟ ଯୋଉ କଥା କୁହାଯାଉଛି ତାର ଚୂଡାନ୍ତ ପ୍ରକ୍ରିୟା ସେଠି ଆରମ୍ଭ ହବ ଏଇ ଯୋଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ଅନେକ କ୍ଷେତ୍ରରେ ନୂଆ କ୍ଷେତ୍ରରେ ବାୟୋଲେଟରାଲ ଏଗ୍ରିମେଣ୍ଟ ବା ଦ୍ୱିପାକ୍ଷିକ ରାଜିନାମା ଭାରତ ଏବଂ ସାଉଦି ଆରବ ସହିତ ହବ। ତେଣୁ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଏବଂ ଯୋଉ ଗ୍ଲୋବାଲ ଚେହେରା ବିଶ୍ୱରେ ଭାରତର ଯୋଉ ଛବି ତାକୁ ମଧ୍ୟ ବଢେଇବାରେ ଏ ଗସ୍ତ ନିଶ୍ଚିତ ଭାବରେ ସାହାଯ୍ୟ କରିବ। निश्चित भाव में जेडी वांस ये प्रथम भारत गस्त और प्रधानमंत्री नरेंद्र मोदी ये तृतीय साउदी गस्त और जहां बेस गुरुत्व बहन करुच्ची उभय साउदी अरब और भारत संपर्क को देखि। धन्यवाद वैदेशिक व्यापार विशेषज्ञ डॉक्टर मानस बेहरा आम सहित जोड़ी होते सविशेष आलोचना करुले संपर्क।